ସେତିକି ଭଦ୍ରଲୋକ ସବୁ ଅଛନ୍ତି ସମସ୍ତଙ୍କୁ ଧରିକି ଆଜି 12ଟାରୁ ଷ୍ଟାର୍ଟ କରିଥିଲୁ ନାଚ ଗୀତ ଖାନା ପିନା ସବୁ ଯାକ କରିକି ମସ୍ତ ମଜଲିସରେ ପୁରା ଆଜି 2025-2026 ସ୍ୱାଗତ ରାତି 12ଟା ପର୍ଯ୍ୟନ୍ତ କରିବୁ। ଆଉ ସମସ୍ତେ ଓଡ଼ିଶାବାସୀ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ହ୍ୟାପି ନ୍ୟୁ ଇୟର। ଆଜ୍ଞା 2025ର ଶେଷ ଦିନରେ ଆମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇକିନା 2025କୁ ବିଦାୟ ଦେବା ପାଇଁ ଗୋଟେ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ ଏବଂ 2026ର ଆଗମନ ନିମନ୍ତେ ଅପେକ୍ଷା କରି ରହିଛୁ। 12ଟା 1 ଆମେ 2026କୁ ସ୍ୱାଗତ କରିବୁ, ତା ପାଇଁ କେକ୍ କାଟିବୁ। ଆଉ ଏଇ 2026ଟା ଓଡ଼ିଶାବାସୀ ପାଇଁ ସାରା ଭାରତବାସୀ ପାଇଁ ଆମ ସାହି ପଡ଼ିଶା ସମସ୍ତଙ୍କ ପାଇଁ ଗୋଟେ ସୁଖ ଦିନ ଆସୁ, ସମସ୍ତଙ୍କ ଭାଗ୍ୟରେ ଗୋଟେ ସୁଖ ଦିନ ଆସୁ, ସମସ୍ତଙ୍କର ଭବିଷ୍ୟତ ଉଜ୍ଜଳ, ସମସ୍ତଙ୍କର ମାନେ ସମସ୍ତଙ୍କୁ ଜଣାଇକିନା ଆମେ ଜଣାଇବା ପାଇଁ ଆମେ ଅପେକ୍ଷା କରୁଛୁ। 2025 ମସିହାରେ ବହୁତ ବାଧା ବିଘ୍ନ କରିକି ଆମର ଜୀବନଟାକୁ ଆମେ ବାଜିବାଦ କରିଛୁ, କିନ୍ତୁ 2025 ବିଦାୟ ନେଇକରି ଆମେ ଆଜି ଦିନ ଯାକ ଭିତରେ ଯେଉଁ ସକାଳ 8 ଘଣ୍ଟିକା ସମୟରୁ ରାତି 11 ଘଣ୍ଟା ପର୍ଯ୍ୟନ୍ତ ନାଚ ଗୀତ ଖାଇବା ପିଇବା ସବୁର ବ୍ୟବସ୍ଥା ହେଇଛି। ଆମେ ରାତି 12ଟା 1 ସମୟରେ 2025 ମସିହାକୁ ବିଦାୟ ଦେଇକି 2026 ମସିହା ସ୍ୱାଗତ କରିବା ପାଇଁ ଆମେ ଅପେକ୍ଷାରେ ଅଛୁ। ଏଠି ପ୍ରାୟ ରାୟଗଡ଼ା ଏରିଆର ଗୁରୁମଗୁଡ଼ା ରାସ୍ତାରେ ଯେଉଁ ସାହି ବାସିନ୍ଦା ଅଛନ୍ତି ପ୍ରାୟ 50 ଜଣଙ୍କୁ 50ରୁ ଉର୍ଦ୍ଧ୍ୱ ଆମର ସାଙ୍ଗସାଥିମାନଙ୍କୁ ନେଇକି ପ୍ରୋଗ୍ରାମଟା ତିଆରି କରୁଛୁ। 2026ଟା କେମିତି ସୁରୁଖୁରୁରେ କଟିବ ମୋ ମାଝୀ ଗୁରୁଙ୍କ ପାଖରେ ଏତିକି ହିଁ କାମନା କରୁଛି। ଜୟ ଜଗନ୍ନାଥଙ୍କ ପାଖରେ ମୁଁ କାମନା କରୁଛି ଶୁଭଙ୍କର କେମିତି ହଉ 2026 ମସିହା। এইটা তো আমার তৃতীয় বর্ষ। এই বর্ষের মধ্যে গত বর্ষ ভায়া বহুত জাকজমকরে পালন করছু।